ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ ଫେବୃଆରୀ 24। ଦିନଟିର ପ୍ରଧାନ ଚିନ୍ତା। ଯେତେଦିନ ଆମେ ନିଜ ସଙ୍ଗରେ ଯୁଦ୍ଧ କରୁ ସେତେଦିନ ପର୍ଯ୍ୟନ୍ତ ଆମର ଉନ୍ନତି ଅସମ୍ଭବ। ସ୍ମରଣୀୟ ପଂକ୍ତି। ବିଦ୍ରୋହୀ ହୃଦୟ ମୋର ହୋଇବ ନା ନତ ତୁମ ଚରଣରେ ପ୍ରଭୁ। ଉଦ୍ଧତ ଏ ଚିତ୍ତ ଯେ ଜାଣେ ନା ପ୍ରଣତି। ହସେ ମୁଁ ତେଣୁ ଭାବି କିପରି ଆଜି ଲୋଟାଇଲି ମୋତେ ତବ ପଦ ତଳେ। ପ୍ରାଣ ଖୋଲା ଆତ୍ମନିବେଦନେ ସତ୍ୟନାଥ କି ଯାଦୁ ତୁମର। ତୁମର ହିଁ ଅଦୃଶ୍ୟ ସ୍ପର୍ଶ କରେ ରୂପାନ୍ତର। ଶୂନ୍ୟତା ମିଳାଏ ମୋର ପୂର୍ଣ୍ଣତା ଲଭିଣ। ଜୀବନର କର୍କଶତା ହୋଇଯାଏ ସୁମଧୁର ପ୍ରେମ। ନୀତି ଉପଦେଶ। ଜୀବନରେ ଯେତେବେଳେ କୌଣସି ଜଟିଳ ସମସ୍ୟା ଆସେ ଜ୍ଞାନୀ ବାହାରର ଅପେକ୍ଷା ନକରି ନିଜେ ହିଁ ତାହାର ସମାଧାନର ଚେଷ୍ଟା କରେ। ସମସ୍ୟାର ପ୍ରତିକାର ଭିତରୁ ହିଁ ଆସେ। ଆଦର୍ଶ ଅନୁଗାମୀ ହୋଇ ଯଦି ଆମେ ଆମର ନିଷ୍ଠା ଓ ଭକ୍ତିର ପରିଚୟ ଦେବାକୁ ଚାହୁଁ ତେବେ ଆମର ସକଳ ଚିନ୍ତା ଓ ମନର ଗତିକୁ ଏପରି ଭାବରେ ସଂଯତ କରିବାକୁ ହେବ ଯେପରି କୌଣସି ସମୟରେ ତାହା ଆମକୁ ଅଭିଭୂତ ନ କରେ। ତେବେ ହିଁ ଆମେ ଏପରି ସତ୍ୟନିଷ୍ଠ ହୋଇପାରିବା ଯେ କୌଣସି ମତେ ଉନ୍ନତ ଆଚରଣ ପଥରୁ ସ୍ଖଳିତ ହେବା ନାହିଁ। ତାହାଙ୍କ ପ୍ରତି ପୂର୍ଣ୍ଣ ବିଶ୍ୱାସ ରଖି ଆମେ ଏ ଜୀବନରେ ପୂର୍ଣ୍ଣତା ଲାଭ କରିବା। ପ୍ରାର୍ଥନା। ହେ ପ୍ରଭୁ, ତୁମେ ହିଁ ଏକମାତ୍ର ଏ ଜୀବନର ଚିରନ୍ତନ ଉତ୍ସ। ତୁମେ ଜାଣ ମୋର ଅନ୍ତରତମ ଦେଶର ସକଳ ପ୍ରୟୋଜନ। ମୋତେ ତୁମର ଆଶୀର୍ବାଦର ଯୋଗ୍ୟ କର। ତୁମର କୃପାରୁ ମୁଁ ଯେପରି ତୁମ ରାଜତ୍ୱର ଅଧିକାରୀ ହୁଏ।